हरि ओम नमो भगवते वासुदेवाय। ओम नमो भगवते श्री महापुरुष सदानंदाय। जय जय महापुरुष सदानंद जी की जय। अच्युतं केशवं कृष्ण दामोदरम, अच्युतं केशवं कृष्ण दामोदरम, रामो नारायणं जानकी वल्लभं, रामो नारायणं जानकी वल्लभं। जय जय महापुरुष सदानंद जी की जय। पद्मवन पीठनी माला धाम की जय। शुभ संध्या बंधु। समस्त श्रोता वक्ता ज्ञानी गुणी पंडित साधु सन्थ ब्राह्मण समाज समस्त अधीन तपन आभूम प्रणाम। आज आम आलोचना करवा शिवकल्पर द्वितीय निर्घंट कौन महापुरुष कहले द्वादश गोपाल को आम आलोचना करवा आप श्रवण करवा है। करपत्र जोड़ी कहे द्वादश गोपाल मूले, कुह महाप्रभु तदंतरे किस शरण पादक मले। काकुस्थ होइण पछ घुंचा देई दंड प्रणाम करिले, शिरे पाद दक गर्भकु खेपी निस्तरिली पुणी बोले। संचा विधि थोई प्रणिप्रात होई, बोले गद गद बाणी। कंठरुद्ध हुए अंग थरी जाए, श्रीमुखरु वाक्य शुणी। धन्य कली काल महिमा तोर, धन्य अनंत कुमार। तो लागी नाम तत्व को शुणिलु, श्री गुरु मुखरु सार। भक्ति रे प्रीति जार थाए नीति, से अटे पुरुषोत्तम। द्वादश गोपाल आश्रित मोहर, तेणु लक्षे ग्रंथ जान। क्षुधातुर हेले अर्ण लोड़ा हुए, तेमंतरीति मोहर। न पुछिले अबा कहीं कहती, प्रयोजन नाही मोर। बाबू रे राम द्वादश गोपाल माने सब शुण, तमें पचार मु कहूँ, तमें न पचारे मु कहीं कही मोर कौन आवश्यक अच्छी। जे जे मंत बा तासेबा ते मंत, प्रकाशी जगत मुखे। नियलसी जेहू मूलियाटी सेहू, वैकुंठ पाइब सुखे। चित्त शुद्धि हेले सदाजात हुए, सदारु साधना सिद्धि। सिद्धि विधि करी साधु बोलावंती, तोरे संसार जलधि। महापुरुष कहले बाबू रे, जीए जेमंते सेवा करिबो सेमती आसे सेवा पाइबो। नियलसी जे कार्य सब रत रहे, सी हूँ मूलिया, से बसेनी वैकुंठ को जाए सुख पाए। सी चित्त शुद्धि हेले सदाजात हुए, सदारु साधना सिद्धि हुए। सिद्धि विधि करी साधु बोलांती, ए संसार अवधि को बधु तरी जाती। तुम्भे जेणु मोर आत्मा रे कुमर, कहिबी गुपत कथा। न कहबू कहीं गुप्त थी बुथई, जीव परमंक वार्ता। काहिटा परारे संसार पुरीब। बाबू रे राम ए टोकाए मारिबे ताली, देउल दुआरे कंटा बाड़पति। बोलिबे नोड़ा माली। बाबू रे ये जो कलिजुग आसुची, ये कलिजुग एमिति 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 घटिब,
କ'ଣ କହିବି କ'ଣ କହିବି? ତୁ ଜଣେ ମୁଁ ଆତ୍ମାର କୁମର, ତୋତେ ଗୁପ୍ତ କଥା କହୁଛି, କାହାକେ କହିବୁନି। ଟାହି ଟାପରାରେ ସଂସାର ପୁରିଯିବ। ଯିଏ ଟିକେ ଦେବାଦେବୀଙ୍କୁ ଧ୍ୟାନ ତପ କରିବ, ଲୋକ ତାକୁ ଖେସା ପରିହାସ କରିବେ, ଟୋକାଏ ତାଳି ମାରିବେ। ଆଜିକାଲି ଯେଉଁ ମଦୁଆ ଟୋକା, ଦେଉଳ ଯେଉଁଠି ଥିବ ଦେଉଳ ଦୁଆରେ କଣ୍ଟା ବାଡ଼ ବୁଦ୍ଧି ଦେବେ, କହେ କି ମାଳି କରୁଛ, କି ଠାକୁର କହିବେ ନଗଡ଼ା। ଦେଉଳ ଦୁଆରେ କଣ୍ଟା ବାଡ଼ ପୋତି ବୋଲିବେ ନଗଡ଼ା ମାଳି। ତୁ କ'ଣ କରିବୁ ଜାଣିଛୁ ନା? କ'ଣ କରିବୁ ନା, ଟାଣି ଧରିଥିବୁ ବ୍ରହ୍ମା ବୀଣା ଯନ୍ତ୍ର, ଭୂମଧ୍ୟେ ଚିତ୍ତକୁ ମାରି, ଅହେରରୁ ରେ ଶବଦ ଫେରାଅ, ଅନାହତ ଦ୍ୱାରି ଥିରି। ତୁ ଟାଣି ଧରିଥିବୁ ବୀଣା ଯନ୍ତ୍ର, ଛାଡ଼ିବୁନି ଜମା। ସେଥିରେ କ'ଣ ମିଳିବ? ଓମତି ଅକ୍ଷର ନାମ ଏକାକ୍ଷର, ଅଣାକ୍ଷର ଜହିଁ ବିଜେ, ଓଙ୍କାରକୁ ଘେନି ଶୂନ୍ୟ ଯନ୍ତ୍ର ଭୂମି, ଭଜନ କରାଅ ବିଜେ। ଓମତି ଅକ୍ଷର ନାମ ଏକାକ୍ଷର ଅଣାକ୍ଷର ବିଜେ, ଓଙ୍କାରକୁ ଘେନି ଶୂନ୍ୟ ଯନ୍ତ୍ରେ ଭୂମି ଭଜନ କରେଇବୁ। ସପ୍ତଦୀପା ମହି 14 ବ୍ରହ୍ମାଣ୍ଡ, ନବଖଣ୍ଡ ପୃଥ୍ୱୀ ଏଥି, ନ ଜାଣିଲା ଲୋକ ହୁକାରି ରହିବ, ଜଣା ଜଣି ବୋଲା ପୋଥି। ମହାପୁରୁଷ କହିଲେ ସପ୍ତଦୀପ ମହି 14 ବ୍ରହ୍ମାଣ୍ଡ ନବଖଣ୍ଡ ପୃଥ୍ୱୀ ଏଥିରେ ଅଛି, ନ ଜାଣିଲା ଲୋକ ହୁକାରି କହିବ, ଜଣା ଜଣି ହୋଇ ପୋଥି। ଯେଉଁ ପୋଥି ସବୁ ବୋଲା ବୋଲି ତା ଶୁଣି ଶୁଣିକି କହିବ ମୁଁ ସବୁ ଜାଣିଛି। ମହିମା ନିନ୍ଦୁକ ଅନେକ ହୋଇବେ, ମହି ହେବ ଜରାଗ୍ରସ୍ତ, ଶସ୍ୟ ନ ଫଳିବ ରସ ହାନି ହେବ, ପ୍ରାଣୀ ହେବେ ଛଟ ପଟ। ମାଣେ ଚାଉଳକୁ କାହାଣେ କୁଣିଆ, ନିର୍ମାଲ୍ୟ ପଡ଼ିବ ତୁଣ୍ଡେ, ଛତିଶା ପାଟକ ଭିକ୍ଷା ମାଗିଯିବେ, କୂଳ ହୁଆ ଶୁଣି ଦାଣ୍ଡେ। ମହାପୁରୁଷ କହିଲେ ଶସ୍ୟ ହାନି ହେବ ରେ ରାମ, ଆଉ ଧାନ ଫଳିବନି, ମୁଗ ଫଳିବନି, ବିରି ଫଳିବନି, ଆଳୁ ଫଳିବନି, ମାଣ୍ଡିଆ ଫଳିବନି, ଗହମ ଫଳିବନି। ମାଣେ ଚାଉଳକୁ କାହାଣେ କୁଣିଆ, ନିର୍ମାଲ୍ୟ ଭଳିଆ ପାଟିରେ ପାଇଯିବେ। ଛତିଶା ପାଟକ ଭିକ୍ଷା ମାଗିବେ ଦାଣ୍ଡରେ ଯାଇ, ଆଡ଼େ କୋଉଠି ବୁଲିଗଲେ। ପିତୃ ମାତୃ ଶ୍ରାଦ୍ଧ ବୁଡ଼ିବ ସଂସାରୁ, ଇରେ ମଲା ପ୍ରାଣୀ କିବା ଖାଏ, ଭଣ୍ଡି ଖାଇବାକୁ ବ୍ରାହ୍ମଣ ଜାତିଟା, ଶାସ୍ତ୍ର ଗଢ଼ିଛନ୍ତି ପାଏ। ମହାପୁରୁଷ କହିଲେ ବାବୁରେ ରାମ ଶୁଣୁ ଆଉ ଗୋଟେ ଗୁପ୍ତ କଥା, ବାପା ମାଆଙ୍କ ପିଣ୍ଡ ଆଉ ଶ୍ରାଦ୍ଧ ଯେଉଁ ଦିଆଯାଉଛି ସେ ବୁଡ଼ିଯିବ, ସେ ଚାଲିବନି। କାହିଁକି ନା ଲୋକମାନେ କହିବେ ବ୍ରାହ୍ମଣ ଜାତି ଗୋଟେ ଭଣ୍ଡିକି ଖାଇବାକୁ କରୁଛନ୍ତି, କ'ଣ ବାପା ମା ତ ମଲେ ଆଉ ଖାଇଲେ କେଉଁଠି ଆସି, ସିଏ ବୁଡ଼ିଯିବ। ଆଉ କ'ଣ ହେବ ରାମ ନା, ଗ୍ରାମେ ଗ୍ରାମେ ଦିଅ ଅପୂଜା ରହିବେ, ବାବୁରେ ହେ ବୃନ୍ଦାବତୀ ଫିଙ୍ଗି ଦେବେ, ମଣିଷ ତିଆରି କରିଛନ୍ତି ପରା, କଥା କହିବ କି କେବେ। ଯେଉଁ ଗାଁରେ ଗ୍ରାମ ଦେବତୀ ଅଛନ୍ତି, ଗାଁ ଦିଅ ଦେବତା ଅଛନ୍ତି, ବୃନ୍ଦାବତୀ ଅଛନ୍ତି, ତାହାକୁ କିଛି ଲୋକ କଳି କାଳେ ବା କଳିଯୁଗରେ ଫିଙ୍ଗି ଦେବେ, କହେ ସବୁ ମଣିଷ ଆଖି ନାକ ପାଟି ପଥର ତିଆରି କରିଛନ୍ତି, ଇଏ କୋଉନ କଥା କହିବ କେବେ? କ'ଣ କହିବେ କହିଲେ? ରାମଦାସ ଆଶ୍ଚର୍ଯ୍ୟ, କ'ଣ ଆଜ୍ଞା ଗୁରୁଦେବ ଏମିତି ଘଟିବ? ନାଇଁ ରେ ସେତିକି, ପିତା ପୁତ୍ରଙ୍କର ଅନିଷ୍ଟ ବଢ଼ିବ, ସୁତ ହେବେ ଗୃହକାରୀ, ପିତା ଯଦି ତୀର୍ଥ ବ୍ରତ ଇଚ୍ଛା କରେ, କହିବ ଠସିଲି କରି। ବାବୁରେ ରାମ ବାପ ପୁଅ ମଧ୍ୟରେ ଅନିଷ୍ଟ ଘଟିବ, ପୁଅ ହେବେ ଘରର ମୁରବୀ, ଗୃହକାରୀ ହେବେ, ବାପା ବସିବ ବାହାରେ। ଆଉ ବାପା ଆଜି କହ ବାବୁରେ ମୁଁ ଟିକେ ଚାରିଧାମ ବୁଲିବାକୁ ଯିବି, ପୁଅ ଖେସା କରି ଠସିଲି କରି ହସିବ, ଆଉ ଚାରିଧାମ ତ ଠାକୁରକୁ ନେଇ ଆସିବ ଯେମିତି। ଗୁରୁଦେବ ଏମିତି ଘଟିବ ନା ଆହୁରି ଅଛି? ନା କ'ଣ ଅଛି ଗୁରୁଦେବ କୁହନ୍ତୁ? ଗଙ୍ଗାକୁ ହରିବେ, ଗୋଦଣ୍ଡା ଚଷିବେ, ଶାଶୁ ଜଇଁରେ ପିରତି, ବାରଙ୍ଗନା ହୋଇ କେହି ନ ରହିବେ, ବାରଙ୍ଗନା ସ୍ତ୍ରୀ ଜାତି। ଗଙ୍ଗାକୁ ହରିବେ, ପାଣି ଭିତରେ କ'ଣ କରିବେ? ହରଣ କରିବେ, ବିଜସ୍ଫଳନ କରିଦେବେ ଗଙ୍ଗା ହରିଲେ। ଗୋଦଣ୍ଡା ଚଷିବେ, ଦେଖିବେ ଆପଣ ଜମି ପାଖରେ ଆଉ ଯେଉଁ ଦଣ୍ଡା ସବୁ ହାଣି ତାଙ୍କ ଜମି ସେ ମିଶାଇ ଦେଲେଣି, ତାଙ୍କ ଜମି ମିଶାଇଲେଣି ଆମ ଜମି।
ଗୋଦଣ୍ଡରାଜ ଆସିବେ ଗଙ୍ଗାକୁ ହରିବେ। ଗୋଦଣ୍ଡରାଜ ଶାଶୁ ଜଇଁର ପ୍ରୀତି ଲାଗିବ। ଏବେ ଗୋଟେ ମୁଁ ଦେଖୁଥିଲି ୟୁଟ୍ୟୁବରେ ଏଇ କାଲିପନ୍ନ ପୁଅ ଝିଅର ବିବାହ ଲାଗିଛି, କିନ୍ତୁ ସମୁଦ୍ରକୁ ନେଇ ସମୁଦ୍ର ଫେରାର, ସମୁଦ୍ରଣୀକି ନେଇ ସମୁଦ୍ର ଫେରାର। ଏଇ ୟୁଟ୍ୟୁବରେ ଦେଖୁଥିଲି, ଏଇ କାଲି ପନ୍ନ ଦେଖୁଥିଲି ବିବାହର ପ୍ରସ୍ତାବ ଲାଗିଛି, ସବୁ ଯୋଗାଡ଼ ହେଲାଣି, ସମୁଦ୍ରଣୀକି ନେଇ ଫେରାର। ଆଉ କ'ଣ କହିବ? ଆଉ ଶାଶୁ ଜଇଁ ପ୍ରୀତି ଚାଲିଛି। ତେଣୁ ବାରଙ୍ଗନା ହୋଇ କେହି ବରଙ୍ଗନା ହୋଇ କେହି ଜଣେ ସତୀ ରହିବେନି। ବାରଙ୍ଗନା ସ୍ତ୍ରୀ ଜାତି ନୀତି କଥା ଘଟିବ। ନାରୀ ହେଉଛନ୍ତି ମା ଜଗଜନନୀ, ନହେଲେ କ'ଣ ହେବ? ସବୁଯାକ ଅସତୀ ହେଇଯିବେ ରେ ରାମ। ଉଚ୍ଚିଷ୍ଟ ଭୁଞ୍ଜାଇ କଟୁକ୍ତି ଭାସିବେ, ସ୍ୱାମୀ କି ମାରିବେ ହେ ମାଡ଼, ଟାପରା କରିଣ ଧିକାରୀ କହିବେ, ଲମ୍ପୁସକ ଛାଡ଼ ଛାଡ଼। ଏ ତୋର ଲମ୍ପୁସକ, ତୋର ପୁରୁଷ ତ ନାହିଁ, ମାଡ଼ ମାରିବେ ସ୍ୱାମୀ ମୋର ପୁରୁଷ କଥାରେ। ଜନ ପଡ଼ଇ ମେଘ ଉଠାଇବ, ଶୂନ୍ୟ ଘଡ଼ଘଡ଼ି ମାରି, ବତାସ ବହିବ ଘର ଭାଙ୍ଗିଯିବ, ସଂସାର ପଡ଼ିବ ହୁରି। ଜୋର ମେଘ ଉଠାଇବ କିନ୍ତୁ ପାଏ ବର୍ଷିବନି। ଅଷ୍ଟପାଟ ବଂଶୀ ନିତ୍ୟରେ ସେ ବସି, ତାଙ୍କୁ କି ଉପମା ଦେବା, ନବ ଦୁର୍ବାଦଳ ମୋହନ ସୁନ୍ଦର, ଚନ୍ଦନ ବିନ୍ଦୁରେ ଲୋଭା। ପୂର୍ବେ ସତ୍ୟ ଯୁଗେ ଅଗସ୍ତୀ ମହର୍ଷି, ଜନ୍ମିଲେ ଦୟା ସାଗର, ସୁମେରୁର ଗର୍ବ ଆଦ୍ୟରେ ଗଞ୍ଜିଲେ, ଶୋଷିଲେ ସାଗର ନୀର। ପୂର୍ବେ ଅଗସ୍ତ୍ୟ ଜନ୍ମ ହୋଇକରି ସମୁଦ୍ର ଜଳକୁ ଶୋଷିଥିଲେ। ରାମରେ 1,42,000 ବରଷ ଦେହ ଧରି ନ ରହିଲେ, ଜ୍ଞାନ କଟାରୀକୁ ମୁନିଙ୍କୁ ବଢ଼ାଇ, ଶିବଶ୍ଚକୁ ଟେକି ଦେଲେ। ପୁଣି ମୁନି ଅଂଶେ ଜନ୍ମ ହୋଇଲେ, ପୌଲସ୍ତି ନାମରେ ଖ୍ୟାତ, ନବମେଦିନୀକୁ ସଂହିତା ବାଣ୍ଟିଲେ, ନ୍ୟାୟ କର୍ମ କଲେ ସାତ। ଦଶରଥ ତ୍ରେତୟା ଯୁଗରେ ଦଶରଥ ଘରେ, ରାମ ହେଲେ ଅବତାର, ନୃପତି କୂଳରେ ଅଗସ୍ତୀ ଜନ୍ମିଲେ, ବିଶ୍ୱାମିତ୍ର ନାମ ଯାର। ବାବୁରେ ସତ୍ୟ ଯୁଗରେ କିଏ ଜନ୍ମ ହେଲେ? ତେଣୁ ସମୁଦ୍ର ଶୋଷିଲେ, ଏବଂ ତ୍ରେତା ଯୁଗରେ ଆସି ଜନ୍ମ ହେଲେ ବିଶ୍ୱାମିତ୍ର ରୂପରେ। ତାଙ୍କ କୀର୍ତ୍ତି କଥା କେତେ ମୁଁ କହିବି, ଶାସ୍ତ୍ର ପୁରାଣେ ପ୍ରଚାର, କିରତି ରଖିବେ ସେ ଦପିଷ୍ଟ ନାସିବେ, ଅଚ୍ୟୁତ ବଚନ ସାର। ଆପଣମାନେ ତ ଶ୍ରବଣ କଲେ। ପୁଣି ଅନ୍ୟ କି ଭାବେ ଦେଖିବା ମହାପୁରୁଷ କ'ଣ କହିଲେ? ହରି ଓମ୍ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମମ କସ୍ତେ ଦୁଃଖ ଭାବ ଭବେତମ୍ ଶାନ୍ତି ଶାନ୍ତି ଶାନ୍ତି। ଜୟ ଜୟ ମହାପୁରୁଷ ଅଚ୍ୟୁତାନନ୍ଦଜୀ କି ଜୟ। ପଦ୍ମବନ ପୀଠ ନିର୍ମଳା ଧାମ କି ଜୟ।